ବର୍ତ୍ତମାନ ମୋହନ ମାଝୀ ଆସିଲା ପରେ ନବୀନ ବାବୁ ଠାରୁ ଆହୁରି ଚୁପ୍। ସେ କୋଉ ଉଦ୍ଦେଶ୍ୟରେ ହତ୍ୟା କଲା, କାହିଁକି ହତ୍ୟା କଲା, ଏହାର କାରଣ କ'ଣ, ଆ ଭିତରେ କ'ଣ ରହସ୍ୟ ଅଛି, ଏଇଟା ଲୋକଲୋଚନକୁ ଆସିବା ଦରକାର। ସନ୍ଧାନୀ କୁକୁର ଖୋଜୁଥିଲା, କୁକୁର କେତେ ବାଟ ଖୋଜିଲା, କ'ଣ ସୁରାଗ ପାଇଲା, ବର୍ତ୍ତମାନ ସୁଦ୍ଧା ପୋଲିସ ଏହାକୁ ଜଣେଇଲାନି ସର୍ବସାଧାରଣ ପ୍ରେସ୍ ମିଟ୍ କରି। ମଣିଷର ଗୋଟେ ମୁଣ୍ଡର ଗୋଟେ ମୂଲ୍ୟ ହଉଛି 4 ଲକ୍ଷ ଟଙ୍କା। ଦେଖନ୍ତୁ, ସେ ଦିନରେ ଦିନେଶ ହଉ, ରାତିରେ ଅଞ୍ଜଳି ହଉ, ସେ କଥାକୁ ଆମେ ନ ଯାଇକି ଆମେ ପ୍ରଥମେ ଜାଣିବା ଯେ ସେ ପିଲାଟି ଯୋଉ ତାକୁ ଯିଏ ହତ୍ୟା କଲା, ସେ କୋଉ ଉଦ୍ଦେଶ୍ୟରେ ହତ୍ୟା କଲା, କାହିଁକି ହତ୍ୟା କଲା, ଏହାର କାରଣ କ'ଣ, ଆ ଭିତରେ କ'ଣ ରହସ୍ୟ ଅଛି, ଏଇଟା ଲୋକଲୋଚନକୁ ଆସିବା ଦରକାର। ଜଣେ ସାଧାରଣ ଲୋକକୁ ଯଦି କିଏ କୋଉଠି ମାରିଦିଏ, ଗୋଟେ ଅସହାୟ ଲୋକ, ଆମେ ତା ପାଇଁ ସ୍ୱର ଉତ୍ତୋଳନ କରିବାନି? ଯେତେବେଳେ ଗୋଟେ ସନ୍ଧ୍ୟା ସମୟରେ ସିଏ କିନ୍ନର ବେଶରେ ଠିଆ ହେଇଥିଲା କି କ'ଣ, ତାକୁ ଯେତେବେଳେ ଜଣେ ଛୁରୀ ମାରି ଦଉଛି ଭୁବନେଶ୍ୱର ଉପକଣ୍ଠରେ, ଇଏ ଭଳି ଗୋଟେ ମାନେ କ'ଣ ଦୁର୍ଦ୍ଦଶ କାଣ୍ଡ ଆମେ ଯାହା ଦେଖିଲେ, ଇଏ କାଣ୍ଡଟିଏ ଆମକୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ବର୍ତ୍ତମାନ ଭୁବନେଶ୍ୱର ଆଖପାଖ ଅଞ୍ଚଳ, ବିଶେଷ କରି ଭୁବନେଶ୍ୱର କ୍ରାଇମ ଜୋନ୍ ପାଲଟିଛି। ଲଗାମ ନାହିଁ କ୍ରିମିନାଲଙ୍କର, ଆଣ୍ଟି ସୋସିଆଲଙ୍କ ଉପରେ ପୋଲିସର। ତେଣୁ ଏଭଳି ସ୍ଥିତିରେ ଯଦି ଜଣେ ଅସହାୟ କିନ୍ନରକୁ ହତ୍ୟା କରିଦିଆ ହେଇଛି, ତା ପାଇଁ ଯେତେବେଳେ କିନ୍ନର ସଂଘ ଏହାର ଦାବି କରୁଛି, ବାସ୍ତବରେ ଯଦି ଠିକ ସେ ଦାବି କରେ, ନିହାତି ଭାବେ ତାକୁ ନ୍ୟାୟ ମିଳିବା କଥା। ବର୍ତ୍ତମାନ 3 ଦିନ ହେଲା ପୋଲିସ ସନ୍ଧାନୀ କୁକୁର ଖୋଜୁଥିଲା, କୁକୁର କେତେ ବାଟ ଖୋଜିଲା, କ'ଣ ସୁରାଗ ପାଇଲା, ବର୍ତ୍ତମାନ ସୁଦ୍ଧା ପୋଲିସ ଏହାକୁ ଜଣେଇଲାନି ସର୍ବସାଧାରଣ ପ୍ରେସ୍ ମିଟ୍ କରି। ଏହା ପଛରେ କାରଣ କ'ଣ, କ୍ରିମିନାଲ କିଏ, ଜଣେ ଥିଲେ ନା ଆଉ ତା ସାଙ୍ଗରେ ଏକାଧିକ ଥିଲେ, ଇଏ ଲୋକଲୋଚନକୁ ଆସିବା ଦରକାର। ଆମେ ଭୁବନେଶ୍ୱରରେ ଦେଖୁଛନ୍ତି ଯୋଉ ଭଳି ଘଟଣା ସବୁ ଘଟୁଛି, ମାନେ କେହି ଆଉ କାହାକୁ ଡର ନାହିଁ। ବର୍ତ୍ତମାନ ଉତ୍ତରପ୍ରଦେଶ, ବିହାର ଯାହା ଆମେ ଘଟଣା ଦେଖୁଥିଲେ, ବର୍ତ୍ତମାନ ଓଡ଼ିଶାରେ ସେଇଭଳି ପରିସ୍ଥିତି ଦେଖୁଛନ୍ତି। ଏମାନଙ୍କ ଭିତରେ ଡର କାହିଁକି, ପୋଲିସର ଡର ନାହିଁ, ପ୍ରଶାସନର ଡର କାହିଁକି ନାହିଁ, ଆଉ ସରକାରଙ୍କର ଡର କାହିଁକି ଲୋକ ଏମାନେ କ୍ରିମିନାଲଙ୍କ ଉପରେ ନାହିଁ, ଆଶ୍ଚର୍ଯ୍ୟ ଲାଗୁଛି। ଯଦି ଏଠି ଆମେ ଦେଖୁଛନ୍ତି ମୋ ବସ୍ କୋଉଭଳି ଚେପା କରିଦେଲା ଗୋଟେ ଅଟୋବାଲାକୁ, ଶିଲା ପଟ୍ଟନାୟକକୁ ଗୋଟେ କୋଉଭଳି ବସ୍ ଚେପା କରିଦେଲା, ମାରିଦେଲା, କ'ଣ ମିଳିଲା ନା 4 ଲକ୍ଷ ଟଙ୍କା। ମଣିଷର ଗୋଟେ ମୁଣ୍ଡର ଗୋଟେ ମୂଲ୍ୟ ହଉଛି 4 ଲକ୍ଷ ଟଙ୍କା। ପୁରୀରେ ସେ ଘଟଣା ଆମେ ଦେଖିଲେ, ଜଣେ ଶବ ପୋଡ଼ିବାକୁ ଯାଇଥିଲେ, ଶବ ହେଇକି ଆସିଲା, କଥା ପଥାରେ ସିଏ ଗୋଟେ ପିଲାଟିଏ ତା ବେକରେ ଛୁରୀ ମାରି ଦଉଛି। ମାନେ କାହିଁକି, ଆ ପଛରେ କାରଣ କ'ଣ? ଅତ୍ୟଧିକ ନିଶା ସେବନ, ଅତ୍ୟଧିକ ନିଶା ଉପରେ ଲଗାମ ନାହିଁ। ଯୋଉ ଭଳି ନିଶା ବ୍ୟବହାର ହଉଛି ଓଡ଼ିଶାରେ, ବର୍ତ୍ତମାନ ଯୋଉ ଭଳି ନିଶା କାରବାର ହଉଛି, ଏହା ଉପରେ କୋଉଠି ନା କୋଉଠି ରୋକ ନାହିଁ। ଆମେ ବାଂଲାଦେଶ ରୋହିଙ୍ଗ୍ୟା କଥା କ'ଣ କହିବା? ଏଠି ଯେତେବେଳେ ଆମ ଲୋକମାନଙ୍କ ଭିତରେ ଯୋଉ ଦୁର୍ଦ୍ଦାନ୍ତ ଅପରାଧୀ ସବୁ ଅଛନ୍ତି ସମାଜରେ, ସେମାନଙ୍କ ଉପରେ ଯେତେବେଳେ ରୋକ ନାହିଁ, ତାହେଲେ ତାଙ୍କୁ ଧରିବ କିଏ? ସେମାନଙ୍କ କଥା ଆମେ କହୁଛନ୍ତି, ଅନ୍ତତଃ ଆଙ୍କ ଭିତରେ ଥିବା, ଆମେ ଏମାନଙ୍କ ଭିତରେ ଥିବା, ଭୁବନେଶ୍ୱର ନୁହଁ ଓଡ଼ିଶା ଭିତରେ ଥିବା ଯୋଉ କ୍ରିମିନାଲ ଗୁଡାଙ୍କୁ କେବେ ସାବାଡ଼ କରିବ ଓଡ଼ିଶା ପୋଲିସ? ତେଣୁ ଏଭଳି କ୍ରାଇମ ମେଣ୍ଟାଲିଟି ରଖିଥିବା ବ୍ୟକ୍ତିମାନଙ୍କୁ ପୋଲିସ ରାଡାରକୁ ନଉ, ସ୍କାନରକୁ ନେଇ ଏମାନଙ୍କୁ ସବୁବେଳେ ଟ୍ରିଟମେଣ୍ଟ କରୁ। ଦେଖନ୍ତୁ, ଆମ ଏଠି ପନିଶମେଣ୍ଟ ସେଭଳି ହଉନାହିଁ ବୋଲି ଏମାନେ ଏଭଳି ଉଦ୍ଧତାମି କରୁଛନ୍ତି। ଜଣେ ଏଭଳି ସାହସ କଲା ବେଳକୁ ଆଉ 5 ଜଣ ସାହସ କରୁଛନ୍ତି କରିବା ପାଇଁ। ଉତ୍ତରପ୍ରଦେଶ ଗୋଟେ ଗଡ଼ ଥିଲା, ଆପଣ ଜାଣିଥିବେ, ଉତ୍ତରପ୍ରଦେଶ ଗୋଟେ ଗଡ଼ ଏରିଆ, ସେଠି ଡାକୁମାନେ ରହୁଥିଲେ, କ୍ରାଇମ ଜୋନ୍ ଥିଲା। ଆଜି କ୍ରାଇମ କରିବା ପାଇଁ ଲୋକ ମାନେ, ଅପରାଧୀ ମାନେ ଡରୁଛନ୍ତି। କାହିଁକି ନା ହାଫ୍ ଇନକାଉଣ୍ଟର ଆଉ ଫୁଲ ଇନକାଉଣ୍ଟର ହଉଛି। ଆଉ ଯୋଉ ଲୋକଟି ଧରା ପଡୁଛି, କମ ସେ କମ ସିଏ 1 ବର୍ଷ ତା ପାଦରେ ଚାଲି ପାରିବ ନାହିଁ, ଏଭଳି ତାଙ୍କୁ ଟ୍ରିଟମେଣ୍ଟ କରାହଉଛି। ଆମ ଓଡ଼ିଶାରେ ସେଭଳି ଟ୍ରିଟମେଣ୍ଟ ନାହିଁ। ନବୀନ ବାବୁ ଚୁପ୍ ହେଇକି ବସିକି ରହୁଥିଲେ 24 ବର୍ଷ, ଚାଲିଗଲା ସେମିତି, ଯେତେ ଯାହା ଅପରାଧ ଯୋଉଠି ଯାହା ଯିଏ ଯାହାକୁ ପାରୁଥିଲା ମାରୁଥିଲା। ବର୍ତ୍ତମାନ ମୋହନ ମାଝୀ ଆସିଲା ପରେ ନବୀନ ବାବୁ ଠାରୁ ଆହୁରି ଚୁପ୍। ବର୍ତ୍ତମାନ ଖୁଲମ ଖୋଲା ଛାଡ଼ି ଦେଇଛନ୍ତି ଅପରାଧୀ ମାନଙ୍କୁ, ଯିଏ ଯୋଉଠି, କାହିଁକିନା ମଦ ଦୋକାନ ଖୋଲିଦେଲେ, ବିଭିନ୍ନ ନିଶା ଉପରେ ଲଗାମ ନାହିଁ। ଯୋଉ ନିଶା ଯିଏ ଯେତେବେଳେ ଚାରିଆଡେ ମିଳୁଛି ଖାଇଲେ, କାହିଁକିନା କଣ୍ଟ୍ରୋଲ ବର୍ତ୍ତମାନ ଏମାନଙ୍କୁ ନାହିଁ, କାହିଁକିନା ଅପରାଧୀ ବର୍ତ୍ତମାନ କଣ୍ଟ୍ରୋଲ ହେଇପାରୁନାହାନ୍ତି। ବର୍ତ୍ତମାନ ସରକାର ସେଭଳି କଡ଼ା ନିଷ୍ପତ୍ତି ବା ପୋଲିସକୁ ସେଭଳି କଡ଼ା ଆଦେଶ ଦଉନାହାନ୍ତି ଯେ ଏନକାଉଣ୍ଟର 1, 2, 4ଟା ଖଣ୍ଡୁ ଗୋଡେଇ କଲା ପରେ ଇଏ ସବୁ ଥଣ୍ଡା ହେଇଯିବେ, ଘରେ ବସିବେ, ପାଟରୁ ବଚା ବାହାରିବନି, ଆଉ କ୍ରାଇମ କରିବାକୁ ଏମାନେ ଡରିବେ। କିନ୍ନରଟିଏ ଯେତେବେଳେ ହତ୍ୟା ହେଇଛି, ତା ବାପ ଯଦି କହୁଛି ସେ ପୁଅଟେ କି ସିଏ ସେଠି ଝିଅଟେ ହଉଥିଲା, କିନ୍ନର ମାନେ ପୁଅ କି ଝିଅ ଆମେ ତ ସେ ବାବଦରେ
विश्लेषणकारी वैज्ञानिक नुह आम जानी ना तथापि आम धन्यवाद दबा किन्नर संघर सभापति जी आमर अच्छा मीरा परिड़ा आमर समाजसेवी प्रताप साहू मेघना आउ जो किन्नर माने किन्नरटी अंजलि किन्नर लड़ुंट वास्तव में से आहरी आम साहस दबा आहरी समर्थन जनइबा से लड़तु लड़िकी से जो झीटी जो किन्नरटी सांगे अन्याय होती जो भली निर्मम हत्या कराई ताकू आईन ताकू अपराधी को दंड देवाई निहाती भावे माने चेष्टा करूँ। वर्तमान सरकार बा विशेषकर भुवनेश्वर आउ पुलिस आउ आमर पिपिली पुलिस जिते शीघ्र पार से क्रिमिनाल को धरी ताकू सेल भितर पुराऊ आउ ताकू सेही भली ट्रिटमेंट करा जाऊ जो भली जेमिति सी केबे आउ एभली करिया पाई साहस करिबने ता देखा देखी से ट्रिटमेंट देखी जेमिति अपराधी माने कम से कम पुलिस प्रति गोटे भय आ गोटे डर तांका भितर पसिबो। BSG चाहता है चलो कुछ ऐसा करेंगे, देश की शान है हम शानदार रहेंगे, शानदार रहेंगे। TSG गुरुकुल गोठपाटଣା भुवनेश्वर।